ଆଜବେଷ୍ଟସ୍ ଭାଙ୍ଗିଲା, ସିଲିଂ ତାଡ଼ିଲା, ଆଉ ତାପରେ ଦୋକାନ ଭିତରକୁ ଓହ୍ଲେଇ କେସ୍ ଡ୍ରୟରୁ ଆରାମରେ ଟଙ୍କାତକ ବାହାର କରି ନେଇଗଲା। ମୁହଁରେ କପଡ଼ା ଢାଙ୍କି ଅତି ଆରାମରେ କିପରି ଦୋକାନରୁ ଚୋରି କରୁଛି ଚୋର, ଦେଖନ୍ତୁ ଏହି ସିସିଟିଭି ଫୁଟେଜକୁ। ଗତକାଲି ବିଳମ୍ବିତ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ତ୍ରିବେଣୀ ଛକରେ ଥିବା ଶିବାନୀ ପୂଜା ଭଣ୍ଡାରରୁ ଚୋରି ବେଳର ଏହା ହେଉଛି ସିସିଟିଭି ଫୁଟେଜ। ତେବେ ଏହି ଚୋରି କୌଣସି ନିଛାଟିଆ ସ୍ଥାନ ନୁହେଁ, ବରଂ ବିରମହାରାଜପୁର ଆଦର୍ଶ ଥାନାରୁ ମାତ୍ର 100 ମିଟର ଏବଂ SBI ବ୍ୟାଙ୍କ ଏବଂ ATM ନିକଟରୁ ଚୋରି ହୋଇଛି। ଆଜି ସକାଳୁ ଦୋକାନ ମାଲିକ ଦୋକାନ ଖୋଲିବା ପରେ ଚୋରି ସମ୍ପର୍କରେ ଜାଣିପାରି ବିରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କଲା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। 2 ବର୍ଷ ତଳେ ତ୍ରିବେଣୀ ଛକ ନିକଟରୁ ପଣ୍ଡା ମୋବାଇଲ ଦୋକାନରୁ ମଧ୍ୟ 18 ଲକ୍ଷ ଟଙ୍କାର ମୋବାଇଲ ଚୋରି ହୋଇଥିଲା। ହେଲେ ଆଜି ଯାଏ ନା ଚୋରମାନେ ଧରା ପଡ଼ିଲେ ନା ଉଦ୍ଧାର ହେଲା ଚୋରି ମୋବାଇଲ। ବାରମ୍ବାର ବିରମହାରାଜପୁର ମୁଖ୍ୟ ଛକରୁ ଏହିଭଳି ଭାବେ ଚୋରି ହେବା ଘଟଣା ଏବେ ପୋଲିସ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସେପଟେ ରାତିରେ ପୋଲିସ ପେଟ୍ରୋଲିଂ ଠିକ୍ ଭାବେ ହେଉନଥିବାରୁ ଏଭଳି ଚୋରି ହେଉଥିବା ଅଭିଯୋଗ ହେଉଥିବାରୁ ଆଗକୁ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ସାଧାରଣରେ ଦାବି ହେଉଛି।